लोकेशन ଆମର ସେଟ୍ ହେଇଗଲା। ଦେଖନ୍ତୁ ଉପରେ ଲୋକେशन ହିଁ ଦେଖେଇବ। ସେଟ୍ କଲା ପରେ ସେଭ୍ କରନ୍ତୁ ଏବଂ ପରବର୍ତ୍ତୀ ଲେଖା ହେଇଛି ତାର ଉପରେ କ୍ଲିକ୍ କରିବା। ହଁରେ ରହିଲା, ଯାହା ଆମେ ଡାଟା ଦେଇଥିଲେ ତାର ସେମ୍ ଟୁ ସେମ୍ ରହିଲା। ହଁ କଲା ପରେ ନେକ୍ସଟ ପେଜ୍ ଓପନ୍ ହବ। ତାପରେ ଆମକୁ ଗୋଟିଏ ପରେ ଗୋଟେ କ୍ୱେଶ୍ଚନ୍ ପଚାରିବ। ଯୋଉ 33ଟି ପ୍ରଶ୍ନ ଅଛି, 33ଟି ପ୍ରଶ୍ନ ଆମକୁ ପଚାରିବ। ଜନଗଣନା ଗୃହଟିର ଚଟାଣ ମୁଖ୍ୟ ଉପାଦାନ କଣ? ଆମର ମାଟି କି କାଠ, ବାଉଁଶ, ପୋଡ଼ା ଇଟା, ଏଇଭଳିଆ ପଥର ଯାହା ଅଛି ଆପଣ ସେ ଅନୁସାରେ ଦେବେ। ତାପରେ ଆସିଲା ଏଇଭଳିଆ ଜନଗଣନା ଗୃହଟିର କାନ୍ଥର ମୁଖ୍ୟ ଉପାଦାନ ଯାହା ରହିଲା ସେଇ ଅନୁସାରେ ଆପଣ ସିଲେକ୍ଟ କରିବେ। ଏମିତି ପ୍ରତିଟି ପ୍ରଶ୍ନର ଆପଣ ଗୋଟେ ପରେ ଗୋଟେ ସିଲେକ୍ଟ କରିବେ। ସିଲେକ୍ଟ କରିକି ତଳେ ଦେଖନ୍ତୁ ଲେଖିବ ସେଭ୍ କରନ୍ତୁ, ପରବର୍ତ୍ତୀ ଯାଆନ୍ତୁ। ତାରି ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲେ ଗୋଟିଏ ପରେ ଗୋଟେ ଆପଣ ଡାଟା ଦେଇ ଚାଲିବେ। ମେମ୍ବର ସଂଖ୍ୟା କେତେ ଅଛନ୍ତି, ତାପରେ ସ୍ତ୍ରୀ ପୁରୁଷ କେତେ ଅଛନ୍ତି, ଏସି କି ଏସଟି କଣ, ଏ ସବୁ ପ୍ରକାର ଡାଟା ଆପଣ ଦେବାକୁ ପଡ଼ିବ। ଦେଲା ପରେ ସେଭ୍ କରନ୍ତୁ ଏବଂ ପରବର୍ତ୍ତୀ ତାରି ଉପରେ କ୍ଲିକ୍ କଲା ପରେ ସବୁ ଦେଖନ୍ତୁ ଷ୍ଟେପ୍ 6 ପର୍ଯ୍ୟନ୍ତ ଅଛି। 4 ବର୍ତ୍ତମାନ ଆମେ ପହଞ୍ଚିଛେ, 6 ପର୍ଯ୍ୟନ୍ତ ଅଛି। ସବୁ ଜାଗା ଆପଣ ଆନ୍ସର ଦେଇଦେବେ। ମୁଁ ସବୁ ଜାଗା ଆନ୍ସର ଦେଲା ପରେ ସେଭ୍ କରି ନେଉଛେ। ଲାଷ୍ଟକୁ 100% ଦେଖନ୍ତୁ ଷ୍ଟେପ୍ 6ରୁ 6 ସବୁ ଯାକ କ୍ୱେଶ୍ଚନ୍ ଆନ୍ସର ଦେଇଦେଲେ। ଏ ବର୍ତ୍ତମାନ ରିଭ୍ୟୁ ଦେଲା, ଯାହା ଯାହା ଆମେ ଦେଇଥାଉ ତା ଟୋଟାଲ ଉପରେ ରିଭ୍ୟୁ ଦେଲା। ଦେଖନ୍ତୁ ରାଜ୍ୟ, ଜିଲ୍ଲା, ଏସବୁ ରିଭ୍ୟୁ ଦେଲା। ରିଭ୍ୟୁ ଦେଲା ପରେ ଯାହା ଆମେ କ୍ୱେଶ୍ଚନ୍ ଆମେ ଦେଇଥିଲେ ତାର ସବୁ ଆନ୍ସର ଗୁଡ଼ା ମଧ୍ୟ ଦେଲା। ଆମେ ଆଉ ଥରେ ଦେଖି ନେବା ଯଦି ଚେଞ୍ଜ କରିବା ପାଇଁ କିଛି ଅଛି। ଦେଖନ୍ତୁ ସବା ତଳେ ସଂଶୋଧନ ପାଇଁ ପଛକୁ ଯାଆନ୍ତୁ ଅଛି, ନହେଲେ ଡ୍ରାଫ୍ଟ ଭାବରେ ଆପଣ ସେଭ୍ କରିବେ। ଆଉଥରେ କନଫର୍ମେସନ୍ ପାଇଁ ରଖିବା ପାଇଁ ଯାହା ଡାଟା ସିଲେକ୍ଟ କରିଛନ୍ତି ସେ ସେଭ୍ ହେଇକି ରହିବ। ତାପରେ ନାଇଁ ଯଦି ଆପଣ ସବୁ ସରିଯାଇଛି କାମ, ଆପଣ କୌଣସି ଅସୁବିଧା ନାହିଁ, ତେବେ ନିଶ୍ଚିତ ଏବଂ ଦାଖଲ କରନ୍ତୁ ଅଛି କନଫର୍ମ। ଏଇ ତାରିଖ ଉପରେ ଆମେ ଗ୍ରୀନ୍ କଲର ଅଛି, ଗ୍ରୀନ୍ କଲର ଉପରେ ଆମେ କ୍ଲିକ୍ କରିବା। ମୁଁ ଏବେ ଗ୍ରୀନ୍ ଉପରେ କ୍ଲିକ୍ କରୁଛି। ଦେଖନ୍ତୁ ତାପରେ ଆସିଲା ଅନ୍ତିମ ଦାଖଲ କରିବା ପରେ ପ୍ରଦାନ କରାଯାଇଥିବା ତଥ୍ୟର କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ। ଦୟାକରି ଆପଣ ଆଗକୁ ବଢିବାକୁ ଚାହୁଁଛନ୍ତି କି ୟେସ୍ କଲେ ଆପେ ଦାଖଲ କଲା ପରେ ଆଉ କିଛି ଚେଞ୍ଜ କରିହବ ନାହିଁ। ତ ହଁ ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆମକୁ ଏଇଭଳିଆ ଗୋଟେ ଆପଣଙ୍କ ସୌଗଣନା ଆଇଡି ଆମକୁ ଗୋଟେ କ୍ରିଏଟ୍ ହବ। ଦେଖନ୍ତୁ ଏଜ୍ 59 ଏଇ ଟାଇପ୍ର ଗୋଟେ ଆସିବ। ତାପରେ ଆପଣଙ୍କୁ ମଧ୍ୟ ମେସେଜ ମଧ୍ୟ ଆପଣଙ୍କୁ ପଳେଇ ଆସିବ ଯେ ଆପଣଙ୍କର ହେଇଗଲା। ଯେତେବେଳେ ଆସିବେ ଆପଣ ଘରକୁ ଯିଏ ଇଏ ପାଇଁ ଭେରିଫାଇ କରିବା